কিন্তু ଶୁଣନ୍ତୁ এই সিংহাসনରୁ ଉଠିବା ସମୟ ପାଖେଇ ଆସିଲାଣି। ଏ ସିଂହାସନରେ ସେ ବେଶୀ ଦିନ ବସିବେ ନାହିଁ, ବସିକରି ପ୍ରାୟ 2000 ବର୍ଷ ଆଉ ଅଧିକ ଏ ସିଂହାସନରେ ବସିବେ ନାହିଁ। এই ସିଂହାସନରେ ବସିଛନ୍ତି, କିନ୍ତୁ ଯେଉଁ ଦିନ ସେ আগমନ କରିବେ, ଗୁପ୍ତ আগমନ ହେଇଯିବ, ରାଜ୍ୟ ହେଇଯିବ ପ୍ରଭୁଙ୍କ ଲୋକମାନେ। ତାପରେ ଯେତେବେଳେ ବିଚାର ଦିନ ଆସିବ, ଅନୁଗ୍ରହ ସିଂହାସନରେ ଉଠିବେ, ଆଉ ଗୋଟିଏ ସିଂହାସନରେ ବସିବେ। ବାରବନ୍ଧୁ ପ୍ରକାଶିତ ବାକ୍ୟ 20:11-12। ତତ୍ପରେ ମୁଁ ଗୋଟିଏ ବୃହତ୍ ଶ୍ଵେତବର୍ଣ୍ଣ ସିଂହାସନ ଓ ତଦୁପଦିଷ୍ଟ ବ୍ୟକ୍ତିକୁ ଦର୍ଶନ କଲି। ତାହାଙ୍କ ସମ୍ମୁଖରୁ ପୃଥିବୀ ଓ ଆକାଶ ମଣ୍ଡଳ ପଳାୟନ କଲା, ସେମାନଙ୍କ ନିମନ୍ତେ ଆଉ ସ୍ଥାନ ମିଳିଲା ନାହିଁ। ପୁଣି ମୁଁ କ୍ଷୁଦ୍ର ଓ ମହାନ ସମସ୍ତ ମୃତ ଲୋକଙ୍କୁ ସିଂହାସନର ସମ୍ମୁଖରେ ଠିଆ ହୋଇଥିବାର ଦେଖିଲି। ଆଉ ପୁସ୍ତକ ସବୁ ଫିଟାଗଲା। ପରେ ଜୀବନ ପୁସ୍ତକ ନାମକ ଆଉ ଗୋଟିଏ ପୁସ୍ତକ ଫିଟାଗଲା। ସେହି ପୁସ୍ତକ ମାନଙ୍କରେ ଲିଖିତ ବିଷୟ ପ୍ରମାଣେ ମୃତମାନେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ। ସମୁଦ୍ର ଆପଣାର ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲା, ଆଉ ମୃତ୍ୟୁ ଓ ପାତାଳ ସେମାନଙ୍କ ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲେ। ପୁଣି ସେମାନେ ପ୍ରତ୍ୟେକ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ। ତତ୍ପରେ ମୃତ୍ୟୁ ଓ ପାତାଳକୁ ଅଗ୍ନିମୟ ହ୍ରଦରେ ପକାଗଲା। ଏହି ମୃତ୍ୟୁ ଅର୍ଥାତ୍ ଅଗ୍ନିମୟ ହ୍ରଦ ଦ୍ୱିତୀୟ ମୃତ୍ୟୁ, ଯାହାର ନାମ ଜୀବନ ପୁସ୍ତକରେ ଲେଖା ହୋଇଥିବାର ଦେଖା ନ ଗଲା, ତାହାକୁ ଅଗ୍ନିମୟ ହ୍ରଦରେ ପକାଗଲା। ପ୍ରଭୁଙ୍କ ଲୋକମାନେ ସେତେବେଳେ ସେ ବିଚାର କରିବା ପାଇଁ ଆସିବେ। ସେଦିନ ସେ ଅନୁଗ୍ରହ ସିଂହାସନରୁ ଉଠିବେ, ଆଉ ଗୋଟିଏ ସିଂହାସନରେ ବସିବେ। ସେ ସିଂହାସନର ନାଁ ହେଉଛି ବୃହତ୍ ଶ୍ଵେତବର୍ଣ୍ଣ ସିଂହାସନ। ତାମାନେ ଧଳା ସିଂହାସନ, ଆଉ ଗୋଟିଏ ବିରାଟ ବଡ଼ ସିଂହାସନ, ସେଇଠାରେ ସେ ଉପବେଶନ କରିବେ। এই সিংহাসন ধরা অটে। উসেরু এবে ঠারু টিকে টিকে চেঞ্জ কলে। স্বর্গরে গোটিয়ে ଆଉ ଗୋଟିଏ ସିଂହାସନ ଅଛି। ଯେତେବେଳେ ବିଚାର ସରିଯିବ, ତାପରେ ସେମାନେ ବିଜୟୀ ହେବେ। ପ୍ରଭୁ ଯୀଶୁ ଆଉ ଗୋଟିଏ ସିଂହାସନରେ ବସିକି ଯୁଗେ ଯୁଗେ ରାଜତ୍ୱ କରିବେ। ତାହା ଲେଖା ଅଛି ପ୍ରକାଶିତ 3:21। ଆମ୍ଭେ ଯେପରି ଜୟ କରି ଆମ୍ଭ ପିତାଙ୍କ ସହିତ ତାହାଙ୍କ ସିଂହାସନରେ ବସିଅଛୁ, ସେପରି ଯେ ଜୟ କରେ, ଆମ୍ଭେ ତାହାଙ୍କୁ ଆମ୍ଭ ସହିତ ଆମ୍ଭର ସିଂହାସନରେ ବସିବାକୁ ଦେବୁ। ଯେ ଜୟ କରେ, ଏହା ହେଉଛି ପିତାଙ୍କ ସିଂହାସନ, ଯେଉଁ ସିଂହାସନରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ ଯାଇକି ବସିଛନ୍ତି। ଆଉ ଏହି ସିଂହାସନରେ ଆପଣଙ୍କୁ ମତେ ମଧ୍ୟ ସେ ବସାଇବା ପାଇଁ ଚାହୁଁଛନ୍ତି। ତାମାନେ ପିତାଙ୍କ ସିଂହାସନରେ ପୁତ୍ର, ଆଉ ସେଇ ସିଂହାସନରେ ମଣ୍ଡଳୀକୁ ବି ବସାଇବେ। ଆଉ ଏହା ଯୁଗେ ଯୁଗେ ପାଇଁ ରହିବ। ଏହା ସେ ଯୁଗେ ଯୁଗେ ବସିକି ରହିବେ। ତାମାନେ ସ୍ୱର୍ଗରେ ଗଲେ ଆପଣ ଝାଡୁ ପୋଛା କରିବା ଲୋକ ହେବେ ନାହିଁ, ଆପଣ ପିଅନ କାମ କରିବା, କୃଷି କର୍ମ କରିବା, ଚାକର କାମ କରିବା ଲୋକ ହେବେ ନାହିଁ। ଆପଣ ସିଂହାସନରେ ବସିବାର ସୁଯୋଗ ଅଛି ଯଦି ଆପଣ ଜୟ କରିବେ। ପିତାଙ୍କ ସହିତ ରାଜତ୍ୱ କରିବା ପାଇଁ ଗୋଟେ ସିଂହାସନରେ ବସିବା ପାଇଁ ଗୋଟେ ସୁଯୋଗ ଅଛି, ଯଦି ସେ ସୁଯୋଗକୁ ଆମେ ସଦ୍ବ୍ୟବହାର କରିବା। କିନ୍ତୁ ଆମର ପ୍ରସଙ୍ଗ ହେଉଛି କର୍ମାନୁସାରେ ଫଳ ଦେବାକୁ ପ୍ରଭୁ ଆସୁଛନ୍ତି।